ଜୟ ଗୁରୁ। ସମସ୍ତ ଦାଦାମାନଙ୍କୁ ମୋର ଆନ୍ତରିକ ଆନନ୍ଦିତ ଜୟଗୁରୁ। ପରମ ପ୍ରେମମୟଙ୍କ ଶ୍ରୀଚରଣରେ ସମସ୍ତଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା ରଖି ଆଜି ଏହି ପାଠ ଆଲୋଚନାଟି ଆରମ୍ଭ କରିବାକୁ ଯାଉଛି। ଆଜିର ପାଠଟି ଏହି ବିଷୟରେ ଯେ ପରମ ପ୍ରେମମୟ ଶ୍ରୀ ଠାକୁର ଏମିତି କ'ଣ ଅଛି, କେଉଁ କଥାଟି କହିଲେ ଯେ କିପରି ଭାବରେ ଶିକ୍ଷା ଦେବାକୁ ମନା କଲେ। ପରମ ପ୍ରେମମୟ ଶ୍ରୀ ଠାକୁର କିପରି ଭାବରେ ଶିକ୍ଷା ଦେବାକୁ ମନା କଲେ, ଆଉ ସେହିପରି ଭାବରେ ଶିକ୍ଷା ଦେଲେ ଭବିଷ୍ୟତରେ ଆମ୍ଭମାନଙ୍କୁ ଆଫସୋସ କରିବାକୁ ପଡ଼ିପାରେ। ସେଇ କଥାଟିକୁ ଆଜି ଆମେ ଜାଣିବା। ଠିକ୍ ଅଛି। ତ ଆମ୍ଭେମାନେ ସନ୍ତାନ ସନ୍ତତିମାନଙ୍କୁ କିପରି ଭାବରେ ଶିକ୍ଷା ଦେବୁ ଆଉ କିପରି ଭାବରେ ଦେବୁ ନାହିଁ, ସେ ବିଷୟରେ ଆଜିର ଆଲୋଚନା। ବାଣୀଟି ପାଠ କରାଯାଉ। ଶ୍ରୀ ଠାକୁର ପଥର କଉଡ଼ି ପୁସ୍ତକରେ କହୁଛନ୍ତି, କେବଳ ମାତ୍ର ନୈତିକ ଉପଦେଶ ଦ୍ୱାରା ତୁମର ସନ୍ତାନ ସନ୍ତତିକୁ ଉନ୍ନତ କରିବାକୁ ଯାଅ ନାହିଁ। ଏଥିରେ ସେମାନଙ୍କର ଉନ୍ନତିର ପରିବର୍ତ୍ତେ ସାଧାରଣତଃ ଅବନତି ହିଁ ଘଟିଥାଏ। ଏଠି ସିଧା ଭାବରେ ଠାକୁର କହିଲେ, ଉପଦେଶ ଦ୍ୱାରା ପିଲାମାନଙ୍କୁ ଶିକ୍ଷା ଦେବାକୁ ଯାଅ ନାହିଁ। ହେଲେ କ'ଣ ହବ ନା, ଉନ୍ନତି ହେବା ପରିବର୍ତ୍ତନରେ ବଦଳରେ ଅବନତି ହିଁ ଘଟିଥାଏ। ଏଇଟା କିପରି? ଉନ୍ନତ କଥାର ଅର୍ଥଟା କ'ଣ? ଉନ୍ନତ ହେବାର ଅର୍ଥ ହେଉଛି, ସାଧାରଣ ଭାବେ ଆମେ ଯାହା ଭାବୁଛୁ ସେ ତ ଅନେକ କିଛି। ଯେମିତି ପିଲାମାନେ ଭଲ ପାଠ ପଢ଼ିବେ, ଭଲ ମାର୍କ ରଖିବେ, ର୍ୟାଙ୍କରେ ରଖିକି ପାସ୍ କରିବ ଏବଂ ଗୋଟିଏ ଥରରେ ହିଁ ସେମାନେ ଭଲ ଚାକିରିଟିଏ ପାଇବ, ନଚେତ୍ ଅନେକ ବଡ଼ ସଫ୍ଟୱେୟାର ଇଞ୍ଜିନିୟରଟି ହେବ, ଲକ୍ଷ ଲକ୍ଷ ଟଙ୍କା ତାର ଦରମା ହେବ, IAS ହେବ, OAS ହେବ। ଏଥିରେ ହିଁ ଆମେ ଉନ୍ନତି ଅଛି ବୋଲିକି ଆମେ ଭାବୁଛୁ। ପିଲା ଯଦି IAS ହେଲା, ସେ ଉନ୍ନତି ଲାଭ କଲା, PhD କଲା, ବଡ଼ ଲେକ୍ଚରଟିଏ ହେଲା, ସେ ଉନ୍ନତ ହେଲା, ଏମିତି କରିକି ଆମେ ଭାବୁଛୁ। କିନ୍ତୁ ଦାଦା ଓ ମା ମାନେ ସବୁ ଲେକ୍ଚରର, ସବୁ ଡକ୍ଟର, ଇଞ୍ଜିନିୟର, ସଫ୍ଟୱେୟାର ଇଞ୍ଜିନିୟର ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ସମସ୍ତେ କ'ଣ ଉନ୍ନତ? ଏହାକୁ ବୁଝାଇବା ପାଇଁ ମୁଁ ଗୋଟିଏ ଘଟଣାଟି ଆପଣମାନଙ୍କ ସମ୍ମୁଖରେ ତୁଳି ଧରିବି। ଶ୍ରୀ ଠାକୁରଙ୍କର ଜଣେ ଭକ୍ତ, ସେ ପ୍ରତିନିୟତ ଠାକୁରଙ୍କ ପାଖରେ ଆସେ ଛୁଆକୁ ଧରିକି, ଆଉ କହନ୍ତି, ଠାକୁର ଆକୁ ଟିକେ ଆଶୀର୍ବାଦ କରନ୍ତୁ, ଯେପରି ବଡ଼ ହେଇକି ଜଣେ ବିରାଟ ଡକ୍ଟର ହେବ। ଠାକୁର ପ୍ରଥମେ କିଛି କହନ୍ତି ନାହିଁ, ଧ୍ୟାନ ଦିଅନ୍ତି ନାହିଁ ସେ କଥାରେ। କିନ୍ତୁ ଯେତେବେଳେ ପ୍ରତିଦିନ ଏମିତି ଭାବରେ ପ୍ରାର୍ଥନା ବା ଏମିତି ଭାବରେ ଆଶୀର୍ବାଦ ଯାଞ୍ଚୁଥାଏ, ମାଗୁଥାଏ, ସେତେବେଳେ ଠାକୁର ତା ଆଡ଼କୁ ଅନେଇକି କହନ୍ତି, ହଇରେ ଭଲ ମଣିଷ ହଉ, ସେ ପ୍ରାର୍ଥନା କରିପାରୁନୁ, ସେ ଆଶୀର୍ବାଦ ମାଗିପାରୁନୁ। ତ ସେ କଥାକୁ ସେ ଏତେଟା ଗୁରୁତ୍ୱ ଦିଅନ୍ତିନି। କିନ୍ତୁ ପ୍ରତିଥର ଯେତେବେଳେ ପିଲାକୁ ନେଇକି ଆସନ୍ତି, ଠାକୁରଙ୍କ ପାଖରେ ମୁଣ୍ଡ ନୁଆନ୍ତି, କହନ୍ତି, ଠାକୁର ଆଶୀର୍ବାଦ କରନ୍ତୁ, ଇଏ ଯେମିତି ପଢ଼ିକି ଭଲ ଡାକ୍ତରୀ କରି ପାସ୍ କରିକି ଡାକ୍ତର ହେଇକିରି ମଣିଷର ସେବା କରିବା ତ ବହୁତ ଭଲ କଥା। କିନ୍ତୁ ଏଇ ଛୁଆଟି କ'ଣ ହେଲା, ଦିନେ ବଡ଼ ହେଲା, ବଡ଼ ଭଲ ର୍ୟାଙ୍କ ରଖିକି ସବୁ କ୍ଷେତ୍ରରେ ଆଗକୁ ବଢ଼ିଲା ଏବଂ ଶେଷରେ ସେ ବଡ଼ ଡକ୍ଟର ହେଇକି ଆଫ୍ରିକାକୁ ପଳାଇଲା। ଆଫ୍ରିକାକୁ ଗଲା ପରେ ମାସକୁ ଥରେ ବାପା ମାଙ୍କର ଖବର ନିଅନ୍ତି, ଫୋନ୍ କରନ୍ତି। ପରବର୍ତ୍ତୀ କାଳରେ ଦେଖାଗଲା 6 ମାସ ହେଇଗଲା, ଫୋନ୍ କରୁନାହାନ୍ତି। ହଠାତ୍ ଦିନେ ଫୋନ୍ କରି କହୁଛନ୍ତି, ବାପା ମୁଁ ଏଠି ଜଣେ ଏଇ ଦେଶୀୟ ମହିଳାକୁ ବିବାହ କରିଛି
ଆଉ ଏଠିର ବାସିନ୍ଦା ହେଇଗଲି। ଏଇ ଖବରଟି ଶୁଣିବା ମାତ୍ରେ ବାପା ମାଙ୍କ ହୃଦୟରେ ଯେମିତି ପଥରଟିଏ ପଡ଼ିଗଲା ପରି ଲାଗୁଛି। ସେମାନେ ନୀରବ ଶାନ୍ତ ପଥର ହେଇଗଲେ। ସେମାନେ କାନ୍ଦିବେ ନା ସୁଖରେ ଆନନ୍ଦରେ ପ୍ରଫୁଲ୍ଲିତ ହେବେ ବୁଝିପାରୁନଥିଲେ। ଯେ ଯେଉଁ ପିଲାକୁ ବଡ଼ କରିବା ପାଇଁ ପ୍ରତିନିୟତ ଠାକୁରଙ୍କ ପାଖରେ ମଥା ନୁଆଇ ଆଶୀର୍ବାଦ ମାଗୁଥିଲେ ଡକ୍ଟର ହେଉ, ଆଜି ଏଇ ଛୁଆ ଡକ୍ଟର ହେଲେ ସତ, ସବୁ ସ୍ୱପ୍ନ ସାକାର ହେଲା, କିନ୍ତୁ ଆଜି ସେ ପିଲା ମାସକୁ ଥରେ ମୋତେ ଫୋନ୍ କରୁଥିଲା, ଏବେ 6 ମାସକୁ ଡାକନ୍ତି, ଫୋନ୍ କରୁନାହାନ୍ତି। ଆଉ ଦିନେ ଆଜି କ'ଣ କହୁଛନ୍ତି ନା ସେଇଠି ବାହା ହେଇକିରି ସେ ସେଟେଲ ହେଇଯାଇଛନ୍ତି। ଏଇଭଳିଆ କଥା କେମିତି ଲାଗୁଥାଏ ସେ ବାପା ମାଙ୍କ ହୃଦୟରେ, କେମିତି ପରିସ୍ଥିତି ଆମେ ସମସ୍ତେ ତାହା ଅନୁଭବ କରିପାରୁ, ନୁହଁ କି? ତାପରେ ଦିନେ ଆସି ଠାକୁରଙ୍କ ପାଖରେ ଗୁହାରି ହେଇ କହୁଛନ୍ତି, ଠାକୁର ପୁଅ ମାସକୁ ଥରେ ଫୋନ୍ କରୁଥିଲା, ପରେ 6 ମାସକୁ ଥରେ ଫୋନ୍ କରୁଥିଲା, ଦିନ ଏମିତି ଆସିଲା ସେ 6 ମାସରେ ବି ଫୋନ୍ କଲେନି। ଆଉ ଗୋଟେ ଦିନ ଫୋନ୍ କଲେ ଯେ ସେ ସେଇଠି ବାହା ହେଇକି, ସେଇଠିକାର ଝିଅକୁ ବାହା ହେଇକି ସେଇଠି ସେଟେଲ୍ଡ ହେଇଯାଇଛି। ଆଉ ଏବେ କେବେ ମଧ୍ୟ ଫୋନ୍ କରୁନାହାନ୍ତି। ଫୋନ୍ କଲେ ମଧ୍ୟ ତାହାକୁ ରିସିଭ୍ କରନ୍ତି ନାହିଁ। ତାର ଦୁଃଖକୁ ଦେଖି ଠାକୁର ସେଦିନ କହୁଛନ୍ତି, ହରେ ତୁ ଯେତେବେଳେ ଆଶୀର୍ବାଦ ମାଗୁଥିଲୁ ଡକ୍ଟର କରିବା ପାଇଁ, ମୁଁ ସେତେବେଳେ ଦେଉନଥିଲି। କାରଣ ଯେ ମଣିଷଟିଏ ଡକ୍ଟର ହେବା ପୂର୍ବରୁ, ଇଞ୍ଜିନିୟର ହେବା ପୂର୍ବରୁ, ଜଣେ ଭଲ ଲେକ୍ଚରର ହେବା ପୂର୍ବରୁ ଜଣେ ଭଲ ମଣିଷ ହେବା ଆବଶ୍ୟକ, ଜଣେ ଭଲ ସନ୍ତାନ ହେବା ଆବଶ୍ୟକ। ନଚେତ୍ ସିଏ ଏମିତି ପରିସ୍ଥିତିଟା ହୁଏ। ତୁ ତ କେବେ କହିଲୁ ଠାକୁର ଆଶୀର୍ବାଦ କରନ୍ତୁ ସେ ଯେମିତି ଭଲ ମଣିଷଟିଏ ହବ। ହେଲେ ତୁ ଯାହା ମାଗିଛୁ ତାହା ତ ପାଇଛୁ, ଏବେ କାହିଁକି ଦୁଃଖ କରୁଛୁ? ମୋ ପାଖରେ କାହିଁକି ଆସିଛୁ? ଏବେ ତ ଦାଦା ଓ ଭାଇମାନେ, ଉନ୍ନତ ହେବାର ଅର୍ଥ କ'ଣ? ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି, ଉଚ୍ଚରେ ନଥି ବା ଶ୍ରେଷ୍ଠରେ ନଥି। ଶ୍ରେଷ୍ଠ କିଏ? ଶ୍ରେଷ୍ଠ ହେଉଛନ୍ତି ସିଏ ଯିଏ ଜ୍ଞାନ, ଗୁଣ, ଆଚାର ଆଚରଣ ସିଦ୍ଧ ଆମଠାରୁ। ଆମର ଶ୍ରେଷ୍ଠ ସମ୍ପର୍କ ବା ସମ୍ବନ୍ଧ ଅନୁସାରେ ବାପା ମା, ଗୁରୁଜନ ମାନେ। ଆଉ ସବୁଠୁ ଶ୍ରେଷ୍ଠ କିଏ? ଗୁରୁ, ସଦ୍ଗୁରୁ, ଇଷ୍ଟ ଗୁରୁ, ପୁରୁଷୋତ୍ତମ, ଆଦର୍ଶ, ସିଏ ହେଉଛନ୍ତି ଶ୍ରେଷ୍ଠ। ସେଇ ଶ୍ରେଷ୍ଠଙ୍କ ପ୍ରତି ଆମର ନତି ଅର୍ଥାତ୍ ନମ୍ରତା, ବିନମ୍ରତା, ଏ ସମସ୍ତଙ୍କ ପ୍ରତି ଯଦି ରହିଲା, ହେଲେ ଆମେ ଉନ୍ନତ ହେଲୁ। ତାହା ନ କରିକି କେବଳ ଧନ ଉପାର୍ଜନ କଲେ ଆମେ ଉନ୍ନତ କହିପାରିବା ନାହିଁ। କିନ୍ତୁ ଆଜିର ଏଇ ଟ୍ରେଣ୍ଡରେ, ଏଇ ସମୟରେ କେବଳ ପ୍ରତିଯୋଗିତା ଚାଲିଛି। ହାଇ ରାଙ୍କ, ଭଲ ଚାକିରି, ପଇସା ପତ୍ର ଥିଲେ ତାହାର ସିଏ ହିଁ ସବୁ କିଛି, ସେ ହିଁ ଉନ୍ନତ, ଏମିତି ମନେ କରୁଛୁ, ନୁହଁ କି? ତ ସେଥିପାଇଁ ଠାକୁର ଏଠି ଏଇ ବାଣୀରେ କହୁଛନ୍ତି ଯେ କେବଳ ମାତ୍ର ନୈତିକ ଉପଦେଶ ଦ୍ୱାରା ସନ୍ତାନ ସନ୍ତତିକୁ ଉନ୍ନତ କରିବାକୁ ଯାଉ ନାହିଁ। ଏଥିରେ ସେମାନଙ୍କର ଉନ୍ନତି ହେବା ବଦଳରେ ସାଧାରଣତଃ ଅବନତି ଆଡ଼ୁ ହିଁ ଘଟିଥାଏ। ଏ କଥାଟି ଠିକ୍ ଜାଣିଥାଅ। ତୁମର ଅଭ୍ୟାସ, ବ୍ୟବହାର ଓ ପଛନ୍ଦର ଅଭିବ୍ୟକ୍ତି, ବାସ୍ତବ ଅଭିବ୍ୟକ୍ତି ସେମାନଙ୍କୁ ଯେଉଁଭଳି ଭାବରେ ଉଦ୍ବୁଦ୍ଧ ଓ ମୁଗ୍ଧ କରିବ, ଅନାୟାସରେ ଓ ପ୍ରାୟ ଅଜ୍ଞାତ ସାରରେ, ସେଇଟା ହିଁ ସେମାନଙ୍କର ସହଜାତ ସଂସ୍କାର ଅନୁପାତି ଚରିତ୍ରରେ ପ୍ରକୃତ ହୋଇଆ ଉଠିବ। ଅର୍ଥାତ୍ ବାପା ମା,
ମୁଁ ମୋର ସ୍ତ୍ରୀ ଆମମାନଙ୍କ ସ୍ୱଭାବ ବ୍ୟବହାର ଆଉ କ'ଣ ପସନ୍ଦ, ଆମେ କ'ଣ ଭଲ ପାଉ, ଆମେ ସତ୍ସଙ୍ଗ ଭଲ ପାଉ ନା ସିନେମା ନା ଇଆଡ଼େ ବୁଲିବା ସିଆଡ଼େ ଏନ୍ଜୟ କରିବା, ଅଲଗା ଭାବରେ ଏନ୍ଜୟ କରିବାଟା ପସନ୍ଦ କରୁ। ଆମେ ସତକୁ ପସନ୍ଦ କରୁ ନା ମିଥ୍ୟାକୁ, ଆମେ ଝଗଡ଼ାଝାଟି ପସନ୍ଦ କରୁ ନା ସତ୍ ଆଲୋଚନାକୁ ପସନ୍ଦ କରୁ। ପ୍ରେମ ଏବେ ଦେଖନ୍ତୁ, କଥା କହିବାକୁ ଗଲେ ଗୋଟେ କଥା ପଳେଇ ଆସୁଛି, ଆମେ ମଣିଷ ହେଇଛୁ କିନ୍ତୁ ଆମର ସ୍ୱଭାବଟା କିପରି, କାହାର ଦୋଷ ଦେଖି କାହାର ଭୁଲ ଦେଖି ସାଧାରଣତଃ ଏମିତି ଦେଖାଯାଏ, ସେଇ ଜାଗାରେ ଆଘାତ କରିବା, କାହାର ଦୁର୍ବଳତା ଦେଖି ସେଠି ଆଘାତ କରିବା। ସ୍ୱାମୀ ସ୍ତ୍ରୀଙ୍କର ଦାମ୍ପତ୍ୟ ଜୀବନରେ ମଧ୍ୟ ଏମିତି ଦେଖାଯାଏ, ସ୍ୱାମୀ ସ୍ତ୍ରୀଙ୍କର ଭୁଲଟାକୁ ଦେଖି ତାକୁ ଦବେଇଲା, ସ୍ତ୍ରୀ ଖୋଜିଲା କେତେବେଳେ ସ୍ୱାମୀଙ୍କର ଛିଦ୍ରଟା କେଉଁଠି ଅଛି ସେଇଟା ଖୋଜିକି ତାଙ୍କୁ ଏମିତି ଭାବରେ ପକେଇବ। କିନ୍ତୁ ପ୍ରେମ କେଉଁଠି? ଆଉ ଏଇ ସ୍ୱଭାବଟା କାହାର ସ୍ୱଭାବ? ଦେଖିବେ କୁକୁରମାନେ ମଧ୍ୟ ଏମିତି କରନ୍ତି, କିନ୍ତୁ କୁକୁରର ଗୋଟେ ମହତ୍ତ୍ୱ ଗୁଣ ବି ଅଛି, ସେ ପ୍ରଭୁ ଭକ୍ତ। ତ ଆମେ ମଣିଷ ହେଇକରି କେଉଁ ସ୍ୱଭାବ ଅବଲମ୍ବନ କରୁଛୁ? ଏଇସବୁ ସ୍ୱଭାବକୁ ତ୍ୟାଗ କରିବାକୁ ପଡ଼ିବ, ହେଲେ ଆମେ ଉନ୍ନତ ହେବୁ। ପ୍ରେମ ଯେଉଁଥିରେ ଆସେ ତାହା ହିଁ କରିବାକୁ ପଡ଼ିବ। ସେଥିପାଇଁ ଦାମ୍ପତ୍ୟ ଜୀବନରେ ଆମ୍ଭମାନଙ୍କୁ ସ୍ୱାମୀ ସ୍ତ୍ରୀଙ୍କର ଯେଉଁ ସମ୍ପର୍କଟା ସୁଦୃଢ଼ କରିବାକୁ ପଡ଼ିବ। କିପରି ସୁଦୃଢ଼ ହେବ? ଯେମିତି କୁକୁର ସେତେବେଳେ ହିଁ ପ୍ରଭୁ ଭକ୍ତ ହୁଏ ଯେତେବେଳେ ତାର ପ୍ରଭୁ ଥାଏ, କୌଣସି ମାଲିକ ଥାଏ। ନହେଲେ ଏଇ ରାସ୍ତାଘାଟରେ ଯେଉଁଆଡ଼େ ସିଆଡ଼େ ବୁଲୁଥିବାଟା କୁକୁରମାନେ ଏମାନେ କରନ୍ତି, କେବଳ କାମୁଡ଼ି ହିଁ କରନ୍ତି। ତ ପ୍ରଭୁ ଥିବାର ଅଛି, ଗୁରୁ ଥିବାର ଅଛି, ଗୁରୁକୁ ଧରିକି ସଦ୍ଗୁରୁ ଧରିକି ତାଙ୍କୁ ପ୍ରଦର୍ଶିତ ପଥରେ ଚାଲିଲେ ହିଁ ଆମେ ପ୍ରଭୁ ଭକ୍ତ ହେଇପାରିବୁ। ଆଉ ପ୍ରଭୁ ଭକ୍ତ ହେଲେ ଆମର ପିଲା ସନ୍ତତି ସେମାନେ ମଧ୍ୟ ଆମର ଏଇ ସ୍ୱଭାବ ବ୍ୟବହାର ପସନ୍ଦକୁ ଆଉ ତାହାର ବାସ୍ତବିକ ଅଭିବ୍ୟକ୍ତିକୁ ଦେଖିକି ସେମାନେ ମଧ୍ୟ ଅଜ୍ଞାତ ସାରରେ ସେମିତି ହେବେ, ତାଙ୍କୁ ବୁଝେଇକି କହିବାକୁ ପଡ଼ିବନି। ଶ୍ରୀ ଠାକୁର ଆହୁରି କହୁଛନ୍ତି ଯେ ତୁମମାନଙ୍କର ନୀତି ଶିକ୍ଷା ଅଭ୍ୟାସ ବ୍ୟବହାର ଓ ପସନ୍ଦର ବାସ୍ତବ ଅଭିବ୍ୟକ୍ତିରେ ଅସାମଞ୍ଜସ୍ୟ ଯେଉଁଠାରେ ଯେତେ ବେଶୀ ଓ ଯେତେ ଗଭୀର ହେବ ନୀତି ବିରୋଧିତା ଓ ସେଇଭଳି ଅଭ୍ୟାସ ବ୍ୟବହାର ପସନ୍ଦର ପ୍ରାକୃତିକ ଅର୍ଥାତ୍ ବାସ୍ତବିକ ସଞ୍ଚାର ସେମାନଙ୍କ ଭିତରେ ସେତେ ପରିମାଣରେ ସେମିତି ଭାବରେ ଯାଇକି ଅବସ୍ଥାନ କରିବ। ବୁଝି ଚାଲ ଯେପରି ଆଫସୋସରେ ଅବଶ ହୋଇ ରହିବାକୁ ନ ପଡ଼େ। ଶ୍ରୀ ଠାକୁର ସେଥିପାଇଁ କହିଛନ୍ତି, ପାଣି ଅଛି মুখে নাই ব্যবহারে আছে, মুখে আছে ব্যবহারে নাই, সেই শিক্ষা মুখে ছাই। অর্থাৎ পাটিরে কেবল ଅଛି নীতি বাক্য কিন্তু ব্যবহাରରେ ନାହିଁ, ଏମିତି ଶିକ୍ଷାର କୌଣସି ମୂଲ୍ୟ ନାହିଁ। ଆହୁରି କେତେ କଥା ଅଛି। ତ ଆମେ କହୁଥିବୁ ବାପ ସତ କଥା କହିବୁ, ମିଛ କହିବୁ ନାହିଁ, ଇଆଡ଼େ କିଏ ଆସିଲେ କହିବୁ କହିଦେ ବାପା ଘରେ ନାହାନ୍ତି। ହେଲେ ଏଇଠି ହେଲା ଅସାମଞ୍ଜସ୍ୟ। ଆମର ନୀତି କଥା ଅଭ୍ୟାସ ବ୍ୟବହାର ଓ ପସନ୍ଦର ଯେଉଁ ଅଭିବ୍ୟକ୍ତିଟା ପ୍ରକାଶ ପାଉଛି ତାହା ମିଳ ଖାଉନି। ଏଇ ଅମିଳ ଭିତରେ ଅମିଳ ଯଦି ରହିଲା ହେଲେ କ'ଣ ହେବ ନା ସେମାନେ ମଧ୍ୟ ଆହୁରି ଅଧପତନ ପଳାଇବେ। ମୁଁ କହିବି ଗୁରୁଜନଙ୍କୁ ଶ୍ରଦ୍ଧା କରିବା, ଗୁରୁଜନଙ୍କୁ ଭକ୍ତି କରିବା, ଉଚ୍ଚରେ ନତି ଶ୍ରେଷ୍ଠରେ ନତି ରଖିବା, ବିନମ୍ରତା। କିନ୍ତୁ ତାକୁ କହୁଥିବି ଇଆଡ଼େ ମୁଁ କରୁଥିବି ଉଲ୍ଟା। ବୋଇଲେ ଏଇ ଅସାମଞ୍ଜସ୍ୟ ଯେତେବେଳେ ଦେଖାଯାଉଛି ସେତେବେଳେ ବିଶ୍ୱଯୁଦ୍ଧରେ ଯେମିତି ଯୁଦ୍ଧରେ ଯେମିତି ବିନାଶ ହୁଏ ସେମିତି ଆମେ ପିଲାମାନଙ୍କୁ ମଧ୍ୟ ବିନାଶ ଆଡ଼କୁ ଠେଲି ଦେବୁ। ତେଣୁକି ଠାକୁର କହୁଛନ୍ତି ବୁଝିକି ଚାଲ, ନଚେତ୍ ଆଫସୋସ କରିବା ଛଡ଼ା ଆଉ କୌଣସି ରାସ୍ତା ରହିବନି। ଯେପରି ସେଇ ଭକ୍ତ ଜଣଙ୍କର ପୁଅ ବାହାର ପଳାଇଲେ, କି ଲାଭ ହେଲା? ଆମେ ଜାଣିନୁ କ'ଣ ଚାହିଁବାକୁ ପଡ଼ିବ। ତେଣୁ
परम प्रेम श्री ठाकुर कहते जे मु जाने मोर कौन मंगल तुमर इच्छा ही मो जीवन रे प्रस्फुटित हो उठू से ही मोर मंगल यही प्रार्थना करने ठीक अच्छे आज पाई जय गुरु वंदे